ଆଜ୍ଞା ନମସ୍କାର। କେମିତି ଭଲ ଅଛନ୍ତି ତ? ବଡ଼ ମିଛୁଆ ଆପଣ। କ'ଣ କହିଲେ? ମିଛ କହନ୍ତିନି, ସବୁଠୁ ବେଶୀ ମିଛ ଆପଣ କହନ୍ତି। କେମିତି? ଜଣେ ରାଜା ଥିଲେ, ଖିଆଲିଆ ରାଜା। ହଠାତ୍ ମନ୍ତ୍ରୀଙ୍କୁ କହିଲେ, ମହାଶୟ, ଆମ ରାଜ୍ୟରେ କେତେ ମିଛୁଆ ଅଛନ୍ତି, ତା'ର ଗୋଟେ କମ୍ପିଟିସନ୍ ହଉ। ମୁଁ 3 ଜଣ ମିଛୁଆଙ୍କୁ ପୁରସ୍କୃତ କରିବି। ସେଠୁ ମିଛ କହିବା ଯେଉଁମାନେ ଓସ୍ତାଦ, ଜନ୍ମରୁ କେବେ ସତ କହିନାହାନ୍ତି, ତାଙ୍କର ଗୋଟେ ମିଟିଂ ହେଲା। ଶେଷରେ ପୁରସ୍କୃତ କେଉଁମାନେ ହେଲେ ଶୁଣିବା। ଆଜି ମୁଁ ପ୍ରଥମ ମିଛୁଆ କଥା କହୁଛି, ଯେ ଫାଷ୍ଟ ପ୍ରାଇଜ୍ ପାଇଥିଲା। ହଠାତ୍ ସେ ଆସି ରାଜାଙ୍କୁ କହିଲା, ତା'ର ଗୋଟେ ଛୋଟିଆ ଧ୍ୱନି କଲା, ଯେମିତି ଛୋଟ ପିଲା କାନ୍ଦନ୍ତିନି, କୁଆଁ 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 କୁଆଁ। ରାଜା ପଚାରିଲେ, ତମେ କିଏ? ଆଜ୍ଞା, ମୁଁ ଜନ୍ମ ହେଲି, ମାନେ ମାତୃଗର୍ଭରେ ଥାଏ। ମୋର ମନେ ପଡ଼ିଲା ସୁପୁତ୍ରର କର୍ତ୍ତବ୍ୟ କ'ଣ। ମୋର ମାଆର ଇଚ୍ଛା ହେଲା ପାଚିଲା ଆମ୍ବ ଖାଇବା ପାଇଁ, ସେ ପୁଣି ମିଠା ଆମ୍ବ ହେଇଥିବ। ତୁରନ୍ତ ଗଛକୁ ଗଲି, ତୋଳିଲି ତୋଳିଲି ତୋଳିଲି, ବ୍ୟାଗ୍ ଭର୍ତ୍ତି ହେଇଗଲା। ସେତେବେଳେ ମୋର ଜ୍ଞାନ ଜାଗ୍ରତ ହେଲା, ଆରେ ମୁଁ ଓହ୍ଲେଇବି କେମିତି? ତାପରେ ଘରକୁ ଗଲି, ସିଡ଼ି ଆଣିଲି, ଲଗେଇଲି, ଓହ୍ଲେଇଲି। ହଁ ବନ୍ଧୁ, ଏଇଭଳି ବହୁ ମିଛୁଆ ଅଛନ୍ତି। ଆମେ ଦ୍ୱିତୀୟ ମିଛୁଆ କଥା କାଲି ଶୁଣିବା। ନମସ୍କାର।